ଏହା ଏକ ସତ୍ୟ ହୋଇଥିବା ଲଭ୍ ଷ୍ଟୋରୀ। ଗାଁରେ ସୁନୀଲ ନାମକ ଜଣେ ପୁଅ ଥିଲେ। ସେ ସବୁବେଳେ ସେହି ସାମଗ୍ରୀକୁ ଭଲ ପାଉଥିଲେ ଯାହାକୁ ଅନ୍ୟମାନେ ଭଲ ପାଉନଥିଲେ। ସେ ସବୁଠୁ ଅଲଗା ଧରଣର ଲୋକ ଥିଲେ। ସେର ଜୀବନର ମୂଳ ଉଦ୍ଦେଶ୍ୟ ଥିଲା ଖାଇବା, ପିଇବା ଓ ଅନ୍ୟମାନେ ତ୍ୟାଗ କରୁଥିବା ଜିନିଷକୁ ପସନ୍ଦ କରିବା। ଦିନେ ସେ ଜଣେ ଝିଅ ସହ ପ୍ରେମରେ ପଡ଼ିଗଲେ। ସେଠି ଭିନ୍ନତା ଏଇଥିଲା ସେ ଝିଅକୁ କେହି ପସନ୍ଦ କରୁନଥିଲେ। ଦେଖିବାକୁ ସେ ଅଧିକ ସୁନ୍ଦର ନଥିଲେ। କିନ୍ତୁ ସୁନୀଲ ସେଠି ମଧ୍ୟ ଭିନ୍ନ ଥିଲେ। ସେ ଝିଅକୁ ଅତ୍ୟଧିକ ଭଲ ପାଇଲେ। ସେ ତାଙ୍କର ସମସ୍ତ ଭାବନା, ଚିନ୍ତା ଓ ଦୁଃଖ ସେ ଝିଅ ସହିତ ଅଂଶୀଦାର କରିଥିଲେ। ସୁନୀଲ ଜଣେ ସ୍ମାର୍ଟ ଲୋକ ଥିଲେ। ତାଙ୍କ ପଛରେ ବହୁତ ଝିଅମାନେ ପଡ଼ିଥିଲେ। ସମୟ ବିତିଗଲା ଓ ତାଙ୍କ ଦୁଇ ଜଣଙ୍କର ବିବାହ ହେଲା। ସେମାନେ ଖୁସିରେ ଘର ସଂସାର କରୁଥିଲେ। କିନ୍ତୁ ସମାଜରୁ ସମ୍ମାନ ମିଳୁନଥିଲା। ସୁନୀଲକୁ କିଛି ଅଂଶରେ ଲୋକମାନେ ଭଲ ପାଉଥିଲେ, କିନ୍ତୁ ତାଙ୍କ ବିବିକୁ ସେହି ଭଲ ପାଉନଥିଲେ କାରଣ ସେ ଦେଖିବାକୁ ସୁନ୍ଦର ନଥିଲେ। ସେମାନେ ଜୀବନରେ ଅନେକ ସମସ୍ୟା ସହିତ ଏଗାଗଲେ। ଏହି ଝିଅ ଯାହାକୁ ଲୋକେ ଦେଖି ଅପମାନ କରୁଥିଲେ, ଶେଷରେ ସେ ଜଣେ ଆଇଏଏସ୍ ଅଫିସର ହେଇଗଲେ। ଏବେ ସେହି ଲୋକମାନେ ତାଙ୍କ ପ୍ରଶଂସା କରୁଛନ୍ତି ଯେଉଁମାନେ ଗତକାଲି ତାଙ୍କୁ ଉପହାସ କରୁଥିଲେ। ହେଲେ ତାଙ୍କ ବିବି ପାଇଁ ଏସବୁର କୌଣସି ମୂଲ୍ୟ ନଥିଲା। ସେ ତାଙ୍କ କ୍ଷମତା ଓ ପ୍ରତିଭାରେ ଆତ୍ମନିର୍ଭର ହୋଇଥିଲେ। ଆଜି ସୁନୀଲ ଗର୍ବର ସହିତ ବଞ୍ଚୁଛନ୍ତି। ଯଦି ଆପଣ ଚାହାନ୍ତି ସୁନୀଲ ସହିତ ମିଳିବାକୁ, ତେବେ ନିମ୍ନରେ କମେଣ୍ଟ କରନ୍ତୁ। ଆମେ ଆପଣଙ୍କୁ ତାଙ୍କ ଠିକଣା ଦେଇଦେବୁ। ତେବେ ବନ୍ଧୁମାନେ, କେମିତି ଲାଗିଲା ଏହି ସତ୍ୟ ଲଭ୍ ଷ୍ଟୋରୀ? ନିଶ୍ଚୟ ଭାବେ କମେଣ୍ଟ କରି ଜଣାନ୍ତୁ। ଆପଣଙ୍କ ମୂଲ୍ୟବାନ ସମୟ ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ।